କିଛି କରନ୍ତୁ। ବର୍ଷା ତ ଅଲରେଡି ମୌସୁମୀ ଆସିଗଲାଣି, ବ୍ରେକ୍ କରିଛି। ଆଜା କୋଉଠି ଥିଲେ? ବୁଲୁ ନଥିଲେ। ଆଉ ଯଦି ବୁଲିଲ ତୁରନ୍ତ କର। ଯୋଉ ଇସ୍କନ ଯୋଉଠି ବେକେ ପାଣି, 4 ଦିନ ତଳେ ଯୋଉ ବର୍ଷା ହେଲା ବେକେ ପାଣି, ଯୋଉ ନାୟପଲ୍ଲୀ ବରମୁଣ୍ଡା ଗୋଟେ 2ଟା ପିଲା ଭାସି ଯାଇଥିଲେ, ସେ ତ ମେଲା ପଡିଛି ଡ୍ରେନ୍। ଏଠି ଓଲଟାନ ମୁଁ ଦେଖିଲି ମେଲା ପଡିଛି, ଲକ୍ଷୀସାଗର ପଡିଛି। ସମ ପାଖରେ ତ ଆଣ୍ଠୁଏ ପାଣି। ସେ ସମ ହସ୍ପିଟାଲ ବାଲା ଏତେ ଜମି ନେଲା, ଏତେ ପଇସା କମେଇଲା, ସେ ରୋଡଟା ବି କରିବେ, ସେ ରୋଡ ବି ନେଇଗଲା ସମ ମନୋଜ ନାୟକ। ସେ ଅଞ୍ଚଳରେ କିଛି କରିନି, ସେ କେବଳ ତାରି ଲାଭ। ସେ ସମ ମନୋଜ ନାୟକ ତାରି ଡେଭଲପ କରୁଛି। ଜଟଣୀ ଏରିଆ ଭିତରେ ତାର 90 ଏକର ଜମି କିଣି ସାରିଲାଣି ସେ ହଳଦିଆ ପାଖରେ। ଆଉ ସେ ପ୍ରଥମେ ଆରମ୍ଭ କରିଥିଲା ମୋର ସମୟରେ ସାହାପୁର। ସେ ଏରିଆଟା ଯାକ ସେ ରୋଡ ବି ନେଇଗଲାଣି। ସମ ପାଖରେ ବେକେ ପାଣି ଯିବା ଆସିବା କରୁଛି, ଟଙ୍କାଟା ଖର୍ଚ୍ଚ କରୁନି ସେ, କେବଳ ତାରି ଲାଭ। ଆମ ଅଞ୍ଚଳରେ କିଛି ନାହିଁ। ରୋଗୀ ସେବା ପାଉଛନ୍ତି ପଇସା ଦେଇକିରି ମାଗଣା। ଦୁଃଖଦାୟକ ଘଟଣା। ଯଦି ପରିଦର୍ଶନ ସେ ସବୁବେଳେ କରୁଛନ୍ତି, କାମ କାହିଁ ହଉନି? କଣ ପାଇଁ ବ୍ରେକ୍ ଅଛି? ଯଦି ପରିଦର୍ଶନ କଲ ତୁରନ୍ତ ପଦକ୍ଷେପ